ଗ୍ୟାସ୍ ଆଜ୍ଞା ଆସୁନି, ଗ୍ୟାସ୍ ମିଳୁନି, କମର୍ସିଆଲ ଗ୍ୟାସ୍ ଜମା ଆସୁନି। ଆମେ ବହୁତ ବଡ଼ ଅସୁବିଧାରେ ପଡ଼ୁଛୁ। ଆଉ ହୋଟେଲ ତ ଅବିକା ରେଟ୍ କିଛି ବଢ଼େଇ ପାରୁନୁ। ଆଗକୁ ଯଦି ଗ୍ୟାସ୍ ନ ମିଳେ ତାହେଲେ ବାଧ୍ୟ ଆମେ ମିଲ୍ ଉପରେ ରେଟ୍ ବଢ଼େଇବୁ। ତ ବର୍ତ୍ତମାନ ଯେତିକି ବଢ଼ିଗଲା ଗ୍ୟାସ୍ ତା ଦ୍ୱାରା ପ୍ରଭାବ ପଡ଼ିଛି ଆପଣଙ୍କର? ହଁ ପ୍ରଭାବ ପଡ଼ୁଛି। ଆମେ ଗ୍ୟାସ୍ ଜମା ପାଉନୁ। ରେଟ୍ ଅଧିକା ହେଲା ରେଟ୍ ଅଧିକା ହେଲାଠୁ ଆମେ ମିଲ୍ ଉପରେ କିଛି ପ୍ରଭାବ ପକାଇନୁ। ବର୍ତ୍ତମାନ ଯଦି ଆଉ ଅସୁବିଧା ହୁଏ ଆମେ ବାଧ୍ୟ ହୋଇ ମିଲ୍ ଉପରେ ପ୍ରଭାବ ପକାଇବୁ। ଆଉ ଯଦି ଗ୍ୟାସ୍ ଆଗକୁ ନ ମିଳେ ତାହେଲେ ବାଧ୍ୟ ହୋଇ ହୋଟେଲ ବନ୍ଦ କରିବୁ। ଆଉ ଉପାୟ ନାହିଁ କିଛି। ତ ପ୍ରତିଦିନ କେତେଟା ଗ୍ୟାସ୍ ଲାଗୁଥିଲା? ଆମର ଦୁଇଟା ହେଲେ ହେଇଯାଏ, କିନ୍ତୁ ଏବେ ବି ଟୋଟାଲ ମିଳୁନି। କେତେ ଦିନ ହେଲାଣି ବୁକିଂ କଲେଣି? ମୁଁ ବୁକିଂ କଲାଣି ହେଲା 15 ଦିନ ଖଣ୍ଡେ ହେଲାଣି, ତଥାପି ଗ୍ୟାସ୍ ଆସୁନି। ଗ୍ୟାସ୍ ପାଇଁ ଗଲାବେଳକୁ ଗ୍ୟାସ୍ ମିଳୁନି। ଗ୍ୟାସ୍ ନାହିଁ, କମର୍ସିଆଲ ଗ୍ୟାସ୍ କିଏ ଦେଉନାହାନ୍ତି। ତାହେଲେ ଆମେ କ'ଣ କରିବୁ? ତାପରେ ପୁଣି ଯଦି ଆଉ ବ୍ଲାକ୍ରେ କିଣିବାକୁ ପଡ଼େ? ଆଉ ଯଦି ବ୍ଲାକ୍ରେ କିଣିବାକୁ ପଡ଼େ ଆମେ କ'ଣ କରିବୁ? ବାଧ୍ୟ ହୋଇ ହୋଟେଲ ମିଲ୍ ପରେ ରେଟ୍ ବଢ଼େଇବୁ। ଆଉ ଯାହା ମିଲ୍ ଅଛି ସେ ବଢ଼ିବ? ବଢ଼ିବୁ, ତାହେଲେ ନହେଲେ ଆମେ କେମିତି କ'ଣ ମ୍ୟାନେଜ୍ କରିବୁ? ଏତେ ରେଟ୍ ହେଇଯାଇଛି, ଆକାଶ ଛୁଆଁ ରେଟ୍, ତା ଭିତରେ ବି ମାଲ୍ ମିଳୁନି।